ଚାନ୍ଦା ଆଦାୟକୁ କେନ୍ଦ୍ର କରି ଚାନ୍ଦିପୁର ଥାନା ଅଞ୍ଚଳରେ 3 ଜଣଙ୍କୁ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଗୁରୁତ୍ୱ ହୋଇଥିବା ବ୍ୟକ୍ତିମାନେ ହେଲେ ନିଧିପଡ଼ା ପଞ୍ଚାୟତର ଜାଁଳା ବ୍ୟବସାୟୀ ପ୍ରଦୀପ କୋଇଲି, ବାସୁ ଘଡ଼େଇ। ଜାଁଳା ଗାଡ଼ି ଚଲାଉଥିବା ଡ୍ରାଇଭର ମଧ୍ୟ ଆକ୍ରମଣରୁ ବର୍ତ୍ତି ନାହାନ୍ତି। 6 ଜଣ ଦୁର୍ବୃତ୍ତ 3ଟି ବାଇକ୍ରେ ଆସି ଏମାନଙ୍କୁ ମାରଣାସ୍ତ୍ରରେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ନିଧିପଡ଼ା ନିକଟରେ ଏହି ଜାଁଳା ବ୍ୟବସାୟୀ ବୋଲେରୋ ଯୋଗେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ। ଜାଁଳା ବ୍ୟବସାୟୀ ସହଯୋଗୀ ଗୌରାଙ୍ଗ ଦାସଙ୍କ କହିବା ଅନୁଯାୟୀ ତାଙ୍କୁ ଫୋନ୍ ଯୋଗେ 1 ଲକ୍ଷ ଟଙ୍କା ଚାନ୍ଦା ଦେବା ପାଇଁ ଧମକପୂର୍ଣ୍ଣ କଲ୍ ଆସିଥିଲା। ଏନେଇ ସେ ଭ୍ରୂକ୍ଷେପ କରିନଥିଲେ। ଫଳରେ ତାଙ୍କ ଲୋକଙ୍କ ଉପରେ ଆକ୍ରମଣ କରାଯାଇଛି। ସମସ୍ତ ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚାନ୍ଦିପୁର ଦୁର୍ବୃତ୍ତଙ୍କ ଉତ୍ପାତ ବଢୁଥିବା ବେଳେ ପୋଲିସର ନିଷ୍କ୍ରିୟତା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ତେଜୁଛି।